ଅଦ୍ୱୟ ଭଗବାନ ଯାହାଙ୍କର କୌଣସି ଇଚ୍ଛା ନାହିଁ, ଯାହାଙ୍କର ରୂପରେଖ କିଛି ନାହିଁ, ନାମ ଧାମ କିଛି ନାହିଁ, ଯିଏ ବିଶ୍ୱରୂପ ଧାରଣ କରିଛନ୍ତି, ସେହି ଅଜନ୍ମା ସଚ୍ଚିଦାନନ୍ଦ ପୁରୁଷ ଦିବ୍ୟ ଶରୀର ଧାରଣ କରି ବିଭିନ୍ନ ପ୍ରକାରର ଲୀଳା କରନ୍ତି। ଏହି ବିଶ୍ୱ ବ୍ରହ୍ମାଣ୍ଡ ଭଗବାନଙ୍କର ଲୀଳା କ୍ଷେତ୍ର ଅଟେ। ତାଙ୍କର ପ୍ରତ୍ୟେକ ଲୀଳା ରହସ୍ୟମୟ। ଦେବ ଦାନବ ଓ ମାନବଙ୍କୁ ଗୋଚର ହୋଇନଥାଏ। ଅଧିକାଂଶ ଲୋକ ଭଗବାନଙ୍କର ଲୀଳାର ବାହ୍ୟ ରୂପକୁ ଦେଖନ୍ତି, ନିତ୍ୟ ଲୀଳାକୁ ଅନିତ୍ୟ ଜ୍ଞାନ କରନ୍ତି। ଭଗବାନଙ୍କର ଲୀଳା ବୁଝିବା ସହଜ ସାଧ୍ୟ ନୁହେଁ। ନିଜ ନିଜ ଭାବନାକୁ ନେଇ ମଣିଷ କିଏ ସଗୁଣ କହନ୍ତି ତ କିଏ ନିର୍ଗୁଣ ବୋଲି ଭଗବାନଙ୍କୁ କହିଥାନ୍ତି। ଲୀଳା ଅର୍ଥାତ୍ ନାଟକ କରିବା। କିନ୍ତୁ ଆମେମାନେ ଯାହା ସବୁ କରୁ ତାହାକୁ ଲୀଳା ବୋଲି କୁହାଯାଇପାରିବ ନାହିଁ। କେବଳ ଭଗବାନ ହିଁ ଲୀଳା କରନ୍ତି ବା ନାଟକ କରିପାରନ୍ତି। ମାୟାଗ୍ରସ୍ତ ଜୀବ ଯାହା ସବୁ କରେ ତାକୁ ଲୀଳା ବୋଲି କୁହାଯାଇପାରିବ ନାହିଁ। ମାୟାଧର ତାଙ୍କର ଚରିତ୍ରକୁ ହିଁ ଲୀଳା କୁହାଯାଇପାରିବ। ଭାଗବତରେ କୁହାଯାଇଛି, ଲୀଳା ବିଧୃତ କଳେବର ଦେବ ମାନବେ ଅଗୋଚର। ଭଗବାନ ଲୀଳା କରିବା ପାଇଁ ହିଁ ଶରୀର ଧାରଣ କରନ୍ତି। ସେ ଯାହା ସବୁ କରନ୍ତି ସେଥିରେ ରହସ୍ୟ ଲୁଚି ରହିଥାଏ। ସେହି ରହସ୍ୟକୁ ମାନବ ମାନେ ବୁଝିପାରନ୍ତି ନାହିଁ, ଏପରିକି ଦେବ ଦାନବ କେହି ବୁଝିପାରନ୍ତି ନାହିଁ। ବ୍ରହ୍ମା ମଧ୍ୟ ଅନେକ ସମୟରେ ଭ୍ରମରେ ପଡ଼ିଯିବା କଥା ରହିଛି। ଏହି ଭଗବାନଙ୍କ ଲୀଳାକୁ ଠିକ୍ ଭାବରେ ବୁଝିବା ପାଇଁ ଗୋଟିଏ ଛୋଟ ଉଦାହରଣ ଦିଆଯାଇପାରିବ। ଧରାଯାଉ ଗୋଟିଏ ରଙ୍ଗମଞ୍ଚରେ ଜଣେ ମଦ ନ ଖାଇଥିବା ଲୋକ ଯେପରି ମଦୁଆ ଅଭିନୟ କରିପାରିବ, ଜଣେ ପ୍ରକୃତିରେ ମଦ ଖାଇଥିବା ଲୋକ ସେପରି ଅଭିନୟ କରିପାରିବ ନାହିଁ। କାରଣ ମଦ ନ ଖାଇଥିବା ଲୋକ ତାର ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସେ ସୁନ୍ଦର ଭାବରେ ଜନମନକୁ ହରଣ କରିପାରିବ। କିନ୍ତୁ ପ୍ରକୃତିରେ ମଦ ଖାଇଥିବା ଲୋକ ତାର ବିବେକ ହରେଇ ସେ ଯେଉଁ ସବୁ କାର୍ଯ୍ୟକଳାପ କରିବ, ଯାହା ସବୁ କହିବ, ସେଥିରେ ଲୋକମାନେ ବ୍ୟଥିତ ହେବେ। ଏପରିକି ମଦ ଖାଇଥିବା ଲୋକ ରଙ୍ଗମଞ୍ଚକୁ ମଧ୍ୟ ଭଙ୍ଗାରୁଜା କରିଦେଇପାରିବ। ତେଣୁ ମଦ ନ ଖାଇଥିବା ଲୋକ ହିଁ ଠିକ୍ ଭାବରେ ମଦୁଆ ଅଭିନୟ କରିପାରିବ। ଆମେମାନେ ବା ଜୀବ ମଦ ରୂପକ ମାୟାଗ୍ରସ୍ତ। ତେଣୁ ମାୟାଗ୍ରସ୍ତ ଜୀବ କୌଣସି ପ୍ରକାରେ ଲୀଳା କରିପାରିବ ନାହିଁ। ସେ ଭଗବାନଙ୍କର ନିୟମକୁ ଉଲ୍ଲଙ୍ଘନ କରିଚାଲିଛି। ସେଥିପାଇଁ କେବଳ ମାୟାଧର ଯାହାଙ୍କର ଅଧୀନରେ ମାୟା ରହିଛି ସେ ହିଁ ପ୍ରକୃତ ଲୀଳା କରିପାରନ୍ତି।